ଭାରତର ଯେଉଁ ପରୀକ୍ଷା ବ୍ୟବସ୍ଥା ରହିଛି ବା ଏକ୍ଜାମ୍ ସିଷ୍ଟମ୍ ରହିଛି ସେ ସିଷ୍ଟମ୍ରେ କେତେ କଣା ବା ଲିକ୍ ରହିଛି ଆପଣ ଜାଣିଛନ୍ତି? ଆପଣ କହିବେ ମୁଁ କ'ଣ ଗଣିଛି ଆଉ ମୁଁ କ'ଣ ଗଣିଛି? ଠିକ୍ କଥା, ଆପଣ ଗଣି ନାହାନ୍ତି, ମୁଁ ବି ଗଣିନି। କିନ୍ତୁ କିଛି ଲୋକ କହୁଛନ୍ତି ଯେ ଲିକ୍ ତ ଲିକ୍, ଗୋଟିଏ ଲିକ୍, ସେଟା ହେଲା କୋଶ୍ଚିନ୍ ପେପର ଲିକ୍। ଏଇଟା କ'ଣ ଠିକ୍? ଆସନ୍ତୁ ଜାଣିବା। ଗୋଟେ ଲିକ୍ ହେଉଛି କୋଶ୍ଚିନ୍ ପେପର ସେଟିଂ ଲିକ୍। ଯେଉଁମାନେ କୋଶ୍ଚିନ୍ ପେପର ତିଆରି କରିଥାନ୍ତି ତାଙ୍କୁ କୁହାଯାଏ କୋଶ୍ଚିନ୍ ପେପର ସେଟର୍ସ। ସେମାନେ ସବୁ କିଏ? କିଛି ରିଡର୍ସ ବା ପ୍ରଫେସର୍ସ। ଏମାନେ କ'ଣ ନିରପେକ୍ଷ? କଦାପି ନୁହଁ। ଏମାନେ କୌଣସି ଦଳର ସମର୍ଥକ ବା କୌଣସି ବିଚାରଧାରାର ସମର୍ଥକ। ଯଦି ଏମାନଙ୍କର ନିଜର କୋଚିଂ ସେଣ୍ଟର ଚାଲିଛି ତାହେଲେ ଏମାନେ ତାର ମାଲିକ। ନାଇଁ, ଯଦି ଆଉ କାହା କୋଚିଂ ସେଣ୍ଟର ଏମାନେ ପଢ଼ାଉଛନ୍ତି ତାହେଲେ ସେଠାକାର ଶିକ୍ଷକ ବା ପ୍ରଶିକ୍ଷକ। ଏମାନଙ୍କର ଗୋଟେ କନେକ୍ସନ୍ ଥାଏ ନେତା, ମନ୍ତ୍ରୀ ବା କୌଣସି ପାୱାରଫୁଲ୍ ଲୋକ ସହିତ। ତେଣୁ ଏମାନଙ୍କର ଡର ନାହିଁ, ଭୟ ନାହିଁ। କୋଶ୍ଚିନ୍ ତିଆରି କଲେ, ବିକିଲେ, ପଇସାର ଯୋଗାଡ଼ କଲେ, ଦେଲେ, ନେଲେ, ଖୁସିରେ ରହିଲେ। ଆଉ କେଉଁ ଜାଗାରେ ଲିକ୍ ହେଇଥାଏ? ଟ୍ରାନ୍ସପୋର୍ଟେସନ୍ ବେଳେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଗଲାବେଳକୁ କୋଶ୍ଚିନ୍ ପେପର ଲିକ୍ ହୁଏ। ଷ୍ଟ୍ରଙ୍ଗ ରୁମ୍ରେ ବି ଲିକ୍ ହୁଏ। ଏବେ ଷ୍ଟ୍ରଙ୍ଗ ରୁମ୍ଟା ୱିକ୍ ରୁମ୍। ଆଉ ଯିଏ ଏକ୍ଜାମ୍ ସେଣ୍ଟର ସୁପରିଟେଣ୍ଡେଣ୍ଟ ସିଏ ଏବେ ଏକ୍ଜାମ୍ ଲିକ୍ ସୁପରିଟେଣ୍ଡେଣ୍ଟ। ଗୋଟେ ଗ୍ରେସ୍ ସିଷ୍ଟମ୍ କଥା ଶୁଣିଛନ୍ତି? ପରୀକ୍ଷାରେ ଯେଉଁ କୋଶ୍ଚିନ୍ ସବୁ ତିଆରି ହୁଏ, ମନେକର ଗୋଟେ କୋଶ୍ଚିନ୍ ଭୁଲ ହେଇଗଲା ତ ଯିଏ ତିଆରି କରିଛି ସେ ମାନିବନି। ସେ କହିବ ହେଲେ ହେଲା ଆଉ କ'ଣ, ପିଲାଙ୍କୁ ଗ୍ରେସ୍ ମାର୍କ ଦେଇଦିଅ। କିନ୍ତୁ ଏଇ ଗ୍ରେସ୍ ମାର୍କ ସିଷ୍ଟମ୍ଟା ଗୋଟେ ଡିସଗ୍ରେସ୍ ସିଷ୍ଟମ୍। ଏହାଦ୍ୱାରା ଯେଉଁ ପିଲାଟି ଚାକିରି ପାଇବା କଥା ସେ ପାଇବନି, ଆଉ ଯିଏ ନ ପାଇବା କଥା ସେ ପାଇଯିବ। ଯଦି କୋଶ୍ଚିନ୍ ପେପର ଲିକ୍ ହେଲା ବେଳେବେଳେ ପରୀକ୍ଷା ବାତିଲ କରିଦିଆଯାଏ। ନାଇଁ, କିଛି ପିଲା ଯାଆନ୍ତି କୋର୍ଟକୁ, ଷ୍ଟେ ଆଣନ୍ତି, ପୁଣି ହିୟରିଂ ହୁଏ, ଡେଟ୍ ଆର୍ଜନ ହୁଏ, ଜଜମେଣ୍ଟ ବାହାରେ, ପୁଣି ଅପିଲ। ଏମିତି କୋର୍ଟରେ ଚକର କାଟୁ 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 5-6 ବର୍ଷ ଚାଲିଯାଏ। ପିଲାଙ୍କର ଏଜ୍ ଏକ୍ସପାୟାର କରିଯାଏ। ସେମାନେ ତାଙ୍କ ବାଟରେ, ପରୀକ୍ଷା ତା ବାଟରେ। ଯେଉଁମାନେ ସବୁ ଏକ୍ଜାମ୍ କଣ୍ଡକ୍ଟ କରିବା ପାଇଁ ଚାକିରି ପାଇଛନ୍ତି, ଯେମିତି ଲେକ୍ଚର, ରିଡର ଆଉ ପ୍ରଫେସର, ଦରମା କେତେ ପାଆନ୍ତି? ମାସକୁ 2 ଲକ୍ଷ 3 ଲକ୍ଷ। କିନ୍ତୁ ଏମାନେ କ'ଣ ଆଉ ପରୀକ୍ଷା କରୁଛନ୍ତି? ଏମାନେ ଏବେ ପରୀକ୍ଷାକୁ ଭଡ଼ାରେ ଦେଇଦେଲେଣି, ଆଉଟସୋର୍ସ। ତେଣୁ ଯିଏ ଭଡ଼ାରେ ନେଲା କ'ଣ ପାଇଁ? ପ୍ରଫିଟ୍ ପାଇଁ। ତେଣୁ ତାର ଆକାଉଣ୍ଟେବିଲିଟି କ'ଣ? ଚିନ୍ତା କରନ୍ତୁ। କିଛି ଏକ୍ଜାମ୍ କଣ୍ଡକ୍ଟ କରୁଥିବା ଅଥରିଟି ସେମାନେ ଗୋଟେ ରିଟିନ୍ ଅଣ୍ଡରଟେକିଂ ଏବେ ଦେଉଛନ୍ତି ଯେ ତାଙ୍କ ପିଲାମାନେ ପରୀକ୍ଷା ଦେଉନାହାନ୍ତି ବୋଲି, କିନ୍ତୁ ମିଛ ଅଣ୍ଡରଟେକିଂ ଦେଇଥାନ୍ତି। କୋର୍ଟରେ ଯେମିତି ଲୋକ ଯାଇକି ସତ୍ୟପାଠ କରେନି ଯେ ମୁଁ ଗୀତା, ବାଇବେଲ, କୋରାନ ଛୁଇଁକିରି ଶପଥ କରୁଛି ଯାହା କହିବି ସତ କହିବି କିନ୍ତୁ ସବୁ ମିଥ୍ୟା କହନ୍ତି, ଏମାନେ ସେମିତି ଅଣ୍ଡରଟେକିଂ ଦିଅନ୍ତି, ସବୁ ମିଥ୍ୟା। ଆଉ ଗୋଟେ କଥା ଆମେ ଏଠି ଆଲୋଚନା କରିବା। ଆମର ଗୋଟେ UPSC ସିଷ୍ଟମ୍ ରହିଛି, ଯେଉଁଟାକି ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଏକ୍ଜାମ୍କୁ ସେ କଣ୍ଡକ୍ଟ କରୁଛନ୍ତି। ସେମାନେ ତ ଠିକ୍ ସମୟରେ ପରୀକ୍ଷା କରୁଛନ୍ତି। ଗୋଟେ ନିର୍ଦ୍ଦିଷ୍ଟ ମାସରେ ପ୍ରିଲିମିନାରୀ, ଆଉ ଗୋଟେ ନିର୍ଦ୍ଦିଷ୍ଟ ମାସରେ ମେନ୍, ଆଉ ଗୋଟେ ନିର୍ଦ୍ଦିଷ୍ଟ ମାସରେ ସେମାନେ କରୁଛନ୍ତି ଭାଇବା। ରେଜଲ୍ଟ ଠିକ୍ ସମୟରେ ବାହାରୁଛି, ପ୍ରତିବର୍ଷ ବି ହେଉଛି। କିନ୍ତୁ ଷ୍ଟେଟ୍ ସିଭିଲ୍ ସର୍ଭିସ୍, ଷ୍ଟାଫ୍ ସିଲେକ୍ସନ୍ କମିଶନ୍ କି ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ଏକ୍ଜାମ୍, ଆଜି ବାହାରିଲା ଆଡ଼ଭାର୍ଟାଇଜମେଣ୍ଟ, ବର୍ଷେ ପରେ ପରୀକ୍ଷା, 2 ବର୍ଷ ପରେ ରେଜଲ୍ଟ। କାହିଁକି ଏମିତି କରୁଛନ୍ତି? ଗୋଟେ ନିର୍ଦ୍ଦିଷ୍ଟ ମାସରେ ପରୀକ୍ଷା କଲେ ପିଲାମାନେ ଆଉ ଅନସର୍ଟନ୍ ହେଇକି ରହନ୍ତେନି। ଚିନ୍ତା କରନ୍ତୁ, ଆପଣ ଗାଡ଼ି ଚଢ଼ୁଛନ୍ତି, ସାଇକେଲ, ମୋଟର ସାଇକେଲ କି କାର୍, ସେଥିରେ ଚକ ଅଛି, ଚକ ଭିତରେ ଟ୍ୟୁବ୍ ଅଛି। ଗୋଟେ ଟ୍ୟୁବ୍ରେ ଗୋଟେ କଣା ହେଇଗଲା, ମାନେ ଲିକ୍ ବା ପଙ୍କ୍ଚର। ଆପଣ କ'ଣ କରୁଛନ୍ତି? ପ୍ୟାଚ୍ ପକାଉଛନ୍ତି। ଯଦି 7-8ଟା କଣା ହେଇଗଲା ତ 7-8ଟା ପ୍ୟାଚ୍ ପକେଇକି ଚଳେଇବେ? ଚଳାନ୍ତୁ। ଆଉ ଯଦି ଭଲ୍ଭଟା ଖରାପ ହେଇଗଲା ତଥାପି ଚଳେଇବେ? ଚଳାନ୍ତୁ। କିନ୍ତୁ ବାହାର ଦେଶରେ ଏଭଳିଆ ସିଷ୍ଟମ୍ ନାହିଁ। ଫିନଲାଣ୍ଡରେ ଯେଉଁ ସିଷ୍ଟମ୍ ସେଟା ହେଉଛି ଗୋଲ୍ଡ ଷ୍ଟାଣ୍ଡାର୍ଡ ସିଷ୍ଟମ୍। ସେଠି ଯେତେବେଳେ ପିଲାମାନେ ପରୀକ୍ଷା ଦେବା ପାଇଁ ଆସନ୍ତି, କ୍ୟାମ୍ପସରେ ପଶିଲା ପରେ ସର୍ଭର ତାଙ୍କ ନିଜର, ଆଉଟସାଇଡ୍ ସର୍ଭର ସହିତ ନୋ କନେକ୍ସନ୍। ସେମାନେ ନିଜର ଲ୍ୟାପଟପ୍ ଯଦି ବି ଆଣିଥିବେ ତାହେଲେ କ୍ୟାମ୍ପସର ଯେଉଁ ଅପରେଟିଂ ସିଷ୍ଟମ୍କୁ ରିବୁଟିଂ କରିବେ। ଆଉ ସେଠି ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍ ନାହିଁ। କ୍ରିଟିକାଲ ଥିଙ୍କିଂ ଟେଷ୍ଟ ପାଇଁ ଗୋଟେ ପ୍ରୋବ୍ଲେମ୍ ଦେବେ, ତାକୁ ସଲ୍ଭ କରିବାକୁ ହୁଏ।
जापान सिस्टम हूँ ट्रांसपेरेंट सिस्टम। परीक्षा सरला परे खाता धरिकी जी इभाल्युएसन करथिबे आ परीक्षार्थी आक्रस द टेबल बसिके देखिबे जदि जी इभाल्युएसन करछि तार जदि भूल थिबो ताकू मध्ये दंड दबार व्यवस्था रही। आ दक्षिण कोरियार सिस्टम जानिछन्ती मासे पूर्वरु जो माने क्वेश्चन पेपर तैयारी करिवे बा परीक्षा कंडक्ट करिवे तांको गोटे निर्दिष्ट जगह को नहीं जाते सांगरे से माने मोबाइल बा लैपटॉप बा कंप्यूटर नहीं पारिबे ने टोटाली कट अप फ्रॉम द आउटसाइड वर्ल्ड। मासे परे से माने तांको काम सारिके फेरिबे। जो दिन परीक्षा हब घंटे पूर्वरु दुकान बाजार मार्केट पूरा बंद कहीं ना ट्रैफिक पूरा फ्री फ्लो। जी रास्तार जाउथिबो से गोटे परीक्षार्थी तार गाड़ी तार बाबा माँ ई माने आउ जदि हॉर्न मारिकी दीटा गाड़ी जाउची गोटे गाड़ी निश्चित थिबो सेटा होची एम्बुलेंस रो रोगी की नेकी जाउथिबो। आउ जदि गोटे गाड़ी रे हॉर्न के मारिकी जाउची से किए प्रधानमंत्री राष्ट्रपति मंत्री से जने परीक्षार्थी जहार लेट हो गलानी पुलिस ताको साइरन मारी पायलटिंग करके नेकी जाउची ठीक समय एग्जाम सेंटर रे पहुंचेबा पाए। चिंता करि पारुचंती देशर भविष्यत को साउथ कोरिया रे की प्रकार सम्मान दिया होची। आश्चर्य लागला ना। आहुरी बड़ आश्चर्य कथा शुणु जदि पिलार इंग्लिश स्पीकिंग आउ लिसनिंग टेस्ट अच्छी ताहले सेही दिन अध घंटे पाई दक्षिण कोरियार आकाश रे विमान चलाचल बंद कहीं नो नॉइज डिस्टर्बेंस। की प्रकार सिस्टम चिंता करि पारुचंती। आ भारत रे परीक्षार्थी माने केमती जानती ट्रेन रे लदालदी होकर ओहलिकी देखी ना नाई। आउ जदि रेलवे स्टेशन रे सोईची से कनेस्टेबल आसी केमती की पिटे देखी ना नाई। आउ जदि जेनजी पिला माने जाइकरी एग्जाम सिस्टम रे इते लीक रही बोली आंदोलन करती कि भाया ट्रीटमेंट हुए लाठी चार्ज पेलेट गन हाँ ना नाई। तेणु टिके सुस्थ मस्तिष्क रे आपण आत्मचिंतन करंतु एवं उत्तर रखंतु जे एबे जो सिस्टम चली से जो पुराना ट्यूब से आहुरी पैच पकेबा ना पूरा गोटे लीक प्रूफ ट्यूब पाई आशा रखिबा। आपणकर उत्तर अपेक्षा। थैंक यू वेरी मच। नमस्कार।